ନା ଟିକେ କୁହନ୍ତୁ। ଢେଙ୍କାନାଳରୁ ଆସିଛି, ଘର ବନମାଳୀ ପ୍ରସାଦ। କ'ଣ ଅନୁଭୂତି ଅଛି? ଶରଣ ବେହେରା। ଅନୁଭୂତି ବହୁତ ଅଛି। ଅନୁଭୂତି ଆମ ପୁତୁରା ମୋର ଆସିଛୁ, କାଲି ଆସିଛୁ ମନ୍ଦିର 10ଟା ବେଳକୁ ଦର୍ଶନ କଲୁ, ନବକଳେବର ଇଏ ସୁନାବେଶ ଦେଖିଲୁ, ଆଉ ତାପରେ ହେଉଛି ଆସିକି ବୁଲିଛୁ। ଆଉ ଅନୁଭୂତି ହେଉଛି ଜୟ ଜଗନ୍ନାଥ ଠାକୁର ଏବେ ଚାରିଆଡ଼େ ଆମ ଟିଭି ଦେଖୁଛୁ, ଜୟ ଜଗନ୍ନାଥ ଟିଭି ଚାରିଆଡ଼େ ଆମ ଗାଁ ଗହଳି ଯେତେ ଯୁଆଡ଼େ ଦେଖିନୁ ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି ସମସ୍ତେ। ଆଉ ଅନୁଭୂତି ହେଉଛି ମୁଁ ବହୁତ, ମୋର 2ଟି ଝିଅ ବାହାର କରିସାଣି ଠାକୁରଙ୍କ ଇଏରେ, ଠାକୁର ଯାହା କହୁଛନ୍ତି ଜୟ ଜଗନ୍ନାଥ ସବୁ ଇଏ କରୁଛନ୍ତି। ଆଉ ଏଇଟା ମୋର ଅନୁଭୂତି। ଆଉ ଆଜି ପ୍ରଭୁଙ୍କୁ ଦର୍ଶନ କଲେ? ହଁ, ଦର୍ଶନ କଲୁ, ସୁନାବେଶ ଦେଖିଲୁ। ଆଉ ରାତି 10ଟା ବେଳକୁ ଦେଖିଥିଲୁ, ଆଉଥରେ ଏଇନୁ ଦର୍ଶନ କରିଛୁ। ଆଉ ଦର୍ଶନ କରିକି ଆମ ପୁତୁରା ମୋର ଆସିଛୁ। ମୁଁ ଜୟ ଜଗନ୍ନାଥ ଟିଭି ଦେଖିଲାଠୁ ମୁଁ 2-3 ମାସ ହେଲା ବିଲକୁଲ ମୋର ଠାକୁରଙ୍କୁ ଟିକେ ଇଏ ହେଉଥିଲା। 2-3 ମାସ ହେଲା, ମୋତେ ଏବେ ଆସିଥିଲି ମାସେ ହେଲା, ଆଉଥରେ ଆସିଲି। ଏମିତି ଆସିକି ଏଠୁ ଏବେ ଥରେ ଏଇ ମାସକ ତଳେ ଆସିଥିଲୁ, ଆମ ସ୍ତ୍ରୀର ମୋର ଆସିଥିଲୁ। ଆଉ ବାଟରେ ଟ୍ରେନ୍ ଗାଡ଼ି ଲକ୍ କରୁଛୁ, ଟ୍ରେନ୍ ଛାଡ଼ି ଦେଇଥିଲା, ମୋ ସ୍ତ୍ରୀ ଠିଆ ହେଲେ। ତାପରେ ଯେ ଜୟ ଜଗନ୍ନାଥ କହିଦେଲି ଯେମିତି ଗାଡ଼ି ରଖେଇଦେଲା। ଆଉ ରଖେଇଦେଲାଠୁ 2 ଜଣ ବସିକି ଆସିଲୁ। ଆଉ ଠାକୁରଙ୍କୁ ଏତେ ପୁରା ଏମିତି ଖୁସି ଏତେ ଲାଗୁଛି ଜୟ ଜଗନ୍ନାଥ ଟିଭି ଦେଖିକି। ପୁରା ଲୋକ ଆମ ଗାଁ ଗହଳି ପୁରା ଏଇନୁ ସମସ୍ତେ ଜୟ ଜଗନ୍ନାଥ ଟିଭି ଦେଖିବାକୁ ବହୁତ ଇଏ କରୁଛନ୍ତି। ଆଉ ନମିତା ଅଗ୍ରୱାଲ ଆଉ ସୀତାରାମ ସାରେ ଏଇଟା ଖୋଲିଛନ୍ତି ବୋଲେ ବହୁତ ଲୋକ ଏଇଥିରେ ଉପକୃତ ହେଉଛନ୍ତି। ଆପଣମାନେ ବି ଦେଖିକି ବହୁତ ଖୁସି। ଆମ ସମୟ ପାଇଲେ ସବୁବେଳେ ମୁଁ ଏଇ ଜୟ ଜଗନ୍ନାଥ ଟିଭି ଦେଖୁଛି। ସବୁବେଳେ ଜୟ ଜଗନ୍ନାଥ ଟିଭି ଦେଖ? ଜୟ ଜଗନ୍ନାଥ ଟିଭି ଦେଖୁଛି। ପୁରା ଲୋକ ଖୁସି, ପୁରା ଆମ ଏଇ ଢେଙ୍କାନାଳ ଜିଲ୍ଲାରେ କ'ଣ ବହୁତ ଖାଲି ଟିଭି ଦେଖୁଛନ୍ତି ସବୁ, ଏଇ ଜୟ ଜଗନ୍ନାଥ ଟିଭି। ଜୟ ଜଗନ୍ନାଥ ଟିଭି ଆମ ଜୀବନ ଉପରେ କ'ଣ ପ୍ରଭାବ ପକାଇଛି? ବହୁତ ପ୍ରଭାବ ପଡ଼ିଛି। ବହୁତ ଲୋକ ଆଉ ସିରିଏଲ୍ ଦେଖୁନାହାନ୍ତି, ଖାଲି ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି। ସମସ୍ତେ ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି। ଆମର ଗୋଟେ ଅନୁଭୂତି, ଠାକୁର ମୋର 2ଟି ଝିଅ, ଗୋଟେ ଝିଅ ବାହାର କରିଛି, ଆର୍ମି ଅଛି, ଆଉ ଗୋଟେ ଜଣେ ପୋଲିସ ଅଛି। ମୋତେ ଏଇ ଠାକୁରଙ୍କ ଇଏରେ ମୋତେ ସାହାଯ୍ୟ କରୁଛନ୍ତି। ଏଇ ଦିନଠୁ ମୁଁ ଦେଖୁଛି ଜୟ ଜଗନ୍ନାଥ ଟିଭି, ଯେଉଁ ଦିନଠୁ ଦେଖିଲାଠୁ ମୁଁ ପୁରା କେମିତି ଠାକୁରଙ୍କୁ କହୁଥିଲି ଆସିବି ନାହିଁ କରୁଥିଲି। ମୁଁ କରୁଥିଲି, ମୁଁ କହିଲି ଧାନ ମଣ୍ଡି ଅଛି ମୋର, ଯିବି, ଠାକୁର ମଣ୍ଡିକି ନେଇଯିବେ ଧାନ, ମୁଁ ଯିବି ହାରି। ଠାକୁର ଯେମିତି କହିଛି ସାଙ୍ଗେ ସାଙ୍ଗେ ଏମିତି ହେଇଛି, ମୁଁ ପୁରୀ ଆସିଲି। ଆଉ ବହୁତ ଉପକୃତ କରିଛନ୍ତି ଜୟ ଜଗନ୍ନାଥ ଟିଭି। ଲୋକ ଗାଁ ଗହଳି ବହୁତ ଏଇନୁ ଖାଲି ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି ସମସ୍ତେ। ଆମ ପୁତୁରା ବି ସିଏ ସବୁବେଳେ ଆସିବ, ମୋତେ ଟିକେ ଆଜି ବେଶୀ ଡାକିକି ଆଣିଲା ହାରି। ଜୟ ଜଗନ୍ନାଥ ଟିଭି ଦେଖିଲେ ପ୍ରଭୁଙ୍କ ପାଖରେ ମନଟା ଲାଗିଯାଉଛି। ହଁ, ବହୁତ ମନ ଲାଗୁଛି। ଆମ ଢେଙ୍କାନାଳ ଜିଲ୍ଲାରେ ବହୁତ ଲୋକ ଏଇନା ଗାଁ ଗହଳି ଖାଲି ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି। ଆପଣମାନେ ଯେଉଁ ସବୁ ଇଏ କରୁଛନ୍ତି, ବହୁତ ଲୋକ ଖୁସି ହେଉଛନ୍ତି ଏଇ ଜୟ ଜଗନ୍ନାଥ ଟିଭି ଦେଖିକି। ସବୁ ଭକ୍ତମାନଙ୍କୁ ଟିକେ ଜୟ ଜଗନ୍ନାଥ କହିଲେ। ଜୟ ଜଗନ୍ନାଥ। ଆଉ ଏଇ ରଙ୍ଗ କିଏ ବୋଳିଲେ ଆପଣଙ୍କୁ? ଆଉ ହୋଲି ଭିତରେ ଖେଳୁଥିଲୁ, ଆଉ ଠାକୁରଙ୍କ ଦର୍ଶନ କରି ଯାଉଥିଲୁ। ଆଉ ଠିକ୍ ମୋର ଏତେ ଭିଡ଼ ସୁନାବେଶ ଦେଖିଲା ବେଳକୁ ମୋ ପକେଟରୁ କାଲି ମନି ପର୍ସଟା ଜଣେ ନେଇଗଲା, କିଏ ଚୋର କିଏ, ଏତେ ଠେଲା ପେଲାରେ ମୁଁ ଗୋଟେ ଛୁଆକୁ ଧରିଥିଲି, ନେଇଗଲା। ମୋର କିଛି ଖୁସି, ଠାକୁରଙ୍କ ଇଏର ନେଇଗଲା, କିଛି ନାହିଁ। ଆମ ପୁତୁରା ମୋର 2 ଜଣଙ୍କ ଆସିଛି। ଆଉ ବହୁତ ମୋତେ ଖୁସି ଲାଗୁଛି। ହଁ, ବହୁତ ଖୁସି। ଆମ ଗାଁ ଗହଳି ତ ଏନୁ ପୁରା ଜଗନ୍ନାଥ ଜୟ ଜଗନ୍ନାଥ ଏନୁ ସମସ୍ତେ ବହୁତ ଇଏ କରୁଛନ୍ତି। ଆଉ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କୁ। ଜୟ ଜଗନ୍ନାଥ ଟିଭି ତରଫରୁ ଜୟ ଜଗନ୍ନାଥ।